ଯେଉଁମାନଙ୍କ ପାଖରେ ରାସନ କାର୍ଡ଼ଟିଏ ରହିଛି ସେମାନଙ୍କୁ ସମସ୍ତଙ୍କୁ KYC କରିବା ଦରକାର, ଏହା ସରକାର ଜାରି କରିଛନ୍ତି। ନମସ୍କାର, ମୁଁ ଗଦାଧର ଆପଣମାନଙ୍କୁ ସ୍ୱାଗତ କରୁଛୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଜିପି ନ୍ୟୁଜ୍ରେ। କେମିତି ଆପଣମାନେ ରାସନ କାର୍ଡ଼ରେ KYC କରିବେ ଆଜିର ଭିଡ଼ିଓରେ ଡିଟେଲ୍ସ ଜଣାଇଦେବି। ତା ପୂର୍ବରୁ ଚ୍ୟାନେଲ୍ ନୂଆ ହେଇଥିଲେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦେବେ, ପାଖରେ ଥିବା ଘଣ୍ଟି ବେଲ୍କୁ ଅଲ୍ ନୋଟିଫିକେସନ୍ରେ ସେଟ୍ କରିଦେବେ, ଯାହାଫଳରେ ଆଗକୁ ଯାହାକି ସରକାରଙ୍କର ଇନଫର୍ମେସନ୍ ଆସିବ ସର୍ବପ୍ରଥମେ ଆମ ଚ୍ୟାନେଲ୍ର ଭିଡ଼ିଓ ଅପଲୋଡ଼ ହେଲେ ଆପଣ ହିଁ ସର୍ବପ୍ରଥମେ ନୋଟିଫିକେସନ୍ ପାଇପାରିବେ। ଆଉ ଡେରି ନକରି ଏବେ ଚାଲନ୍ତୁ ଜାଣିନେବା। ଦେଖନ୍ତୁ, ଆପଣ ଯେତେବେଳେ ରାସନ ଉଠାଇବାକୁ ଯାଆନ୍ତି ସେତେବେଳେ ଆପଣ ଏକୁଟିଆ ଆପଣଙ୍କର ରାସନ କାର୍ଡ଼ରେ ଯେତିକି ମେମ୍ବର ଥାଆନ୍ତି ସମସ୍ତଙ୍କର ଆପଣ ରାସନ ଆଣନ୍ତି। ତ ଆପଣଙ୍କର କେବଳ ଯେ ଡିଲର ଆପଣଙ୍କର ଯେ ଫିଙ୍ଗର ପ୍ରିଣ୍ଟ ନେଇଥାଏ ବା ଆଖିର ଇମେଜ୍ ନେଇଥାଏ। ଯଦି ଆପଣଙ୍କର ଆଧାର କାର୍ଡ଼ ସହିତ ଯେ ସେମ୍ ହୋଇଥାଏ ତ ଆପଣ ମୋ ଡିଲର ଆପଣମାନଙ୍କୁ ସମସ୍ତଙ୍କର ଆପଣଙ୍କର ରାସନ ଦେଇ ଦିଆଥାଏ। କିନ୍ତୁ ବର୍ତ୍ତମାନ ଯାହା ସରକାରଙ୍କର ନିୟମ ଯେ ସମସ୍ତଙ୍କର ଯେ KYC କରିବା ଦରକାର, ସେଥିପାଇଁ ଆପଣମାନେ ବହୁତ ଭିଡ଼ିଓ ଦେଖୁଥିବେ ଯେ ଘରେ ବସି ଆପଣ ଅନଲାଇନ୍ରେ କରିପାରିବେ, କିନ୍ତୁ ଅନଲାଇନ୍ରେ କୌଣସି ବ୍ୟବସ୍ଥା ନାହିଁ ଆପଣଙ୍କର ରାସନ କାର୍ଡ଼ ସହିତ KYC କରିବା ପାଇଁ। ସେଥିପାଇଁ ଆପଣଙ୍କର ସଦସ୍ୟ ଯେତିକି କାର୍ଡ଼ରେ ରହିଛନ୍ତି ସମସ୍ତଙ୍କୁ ଯେ ଡିଲରଙ୍କ ପାଖକୁ ଯିବାକୁ ପଡ଼ିବ। ସେଠାରେ ସିଏ ତାଙ୍କର ଯେ ମେସିନରେ ଯେ ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ନେବେ। ଯଦି ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ବା ଆଖି ଆପଣଙ୍କର ଆଧାର କାର୍ଡ଼ ସହିତ ମ୍ୟାଚ୍ ହେଉଛି ତାହେଲେ ଆପଣଙ୍କର KYC ହୋଇଯିବ। ଯଦି ଆପଣଙ୍କର ହେଉନାହିଁ ତାହେଲେ ଆପଣଙ୍କ ରାସନ କାର୍ଡ଼ର ଯେ ଆପଣଙ୍କର ନାଁଟି କଟିବ। ଏହି ପ୍ରକ୍ରିୟା ବହୁତ ଶୀଘ୍ର ଚାଲୁ ହେବ, ଯାହାକି ସରକାରଙ୍କର ନିର୍ଦ୍ଦେଶ, ଯାହାକି ଅଗଷ୍ଟ 22ରୁ ସେପ୍ଟେମ୍ବର 25 ତାରିଖ ପର୍ଯ୍ୟନ୍ତ ଏହା ସମୟସୀମା ରଖାଯାଇଛି। ତେଣୁ ଆପଣମାନେ ଆପଣମାନଙ୍କ ଡିଲର ପାଖକୁ ସମସ୍ତ ସଦସ୍ୟଙ୍କୁ ଯାଇ ଆପଣ ଶୀଘ୍ର KYC ଅପଡ଼େଟ୍ କରାଇ ଦିଅନ୍ତୁ, ନହେଲେ ଆପଣଙ୍କର ରାସନ କାର୍ଡ଼ରେ ଆପଣଙ୍କର ନାଁଟି କଟିବ। ଏହା କରିବାର ସରକାରଙ୍କର ଉଦ୍ଦେଶ୍ୟ ବହୁତ ଯେ ହିତାଧିକାରୀ ଯେ ମୃତ୍ୟୁବରଣ କରିଛନ୍ତି ତାଙ୍କର ରାସନ ଉଠୁଛି ଏବଂ ବହୁତ ସାରା ଯେ ଗଲତ ଉପାୟରେ ଏହା ରାସନ ଉଠାହେଉଛି, ସେଥିପାଇଁ ଏହି ପ୍ରକ୍ରିୟାଟି ଆରମ୍ଭ ହୋଇଛି। ଯଦି ଇନଫର୍ମେସନ୍ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତାହେଲେ ଭିଡ଼ିଓଟି ଗୋଟେ ଲାଇକ୍ କରନ୍ତୁ, ଭିଡ଼ିଓଟିକୁ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ରହିଲି, ଥ୍ୟାଙ୍କ ୟୁ।